ତାଙ୍କର ଏକମାତ୍ର ପୁତ୍ର ବହୁତ ଅସୁସ୍ଥ ହେଇଗଲା, ବହୁତ ଦିନ ଧରି ଅସୁସ୍ଥ ଥିଲା। ସେମାନେ ଶିରାଗୁଣିଆ, ଆପଣମାନେ ହୁଏତ ଜାଣିଥିବେ, ଶିରାଗୁଣିଆ ସବୁ କଲେ, ସେମାନେ ମେଡିକାଲ ନେଲେ, ଜଗଦଲପୁର ମେଡିକାଲ ବି ନେଲେ, ସବୁ ହସ୍ପିଟାଲକୁ ନେଇକି ଯେତେବେଳେ ହାରିଗଲେ, ଆଉ ସେତେବେଳେ ଯୀଶୁଙ୍କ ପାଖକୁ ତାକୁ ଆଣିଲେ, ଯୀଶୁଙ୍କର ଶରଣ ପଶିଲେ। ଆଉ ଶରଣ ପଶିବାର ଅର୍ଥ କାଳେ ଯୀଶୁ ପାଖକୁ ନେଲେ ସୁସ୍ଥ ହେଇଯିବ, କେବଳ ସୁସ୍ଥତା ପାଇଁ ହିଁ ସେମାନେ ତାକୁ ଯୀଶୁଙ୍କ ପାଖକୁ ଆଣିଲେ। ମୁଁ ସେମାନଙ୍କୁ କହିଲି, ଠିକ ଅଛି, ତମେ ସମସ୍ତେ ଏଥର ଚର୍ଚ୍ଚକୁ ଆସ। ଚର୍ଚ୍ଚ ମାନେ ସେଠି ଜଣକ ଘରେ ଆମେ କରୁଛୁ। ଆଉ ସେ ସ୍ତ୍ରୀ ଲୋକ ଜଣକ, ତାର ତ ବାପା ନାହିଁ, ତା ମା ଅଛନ୍ତି। ତା ମା ସେ ପିଲାକୁ ନେଇକି ଆସିଲେ, ଆସିକି ସେଠି ଛାଡିଦେଲା ପରେ ପଳେଇଲେ, ଆଉ ରହିଲେ ନାହିଁ। ଆମେ ପ୍ରାର୍ଥନା କଲୁ, ସେ ଟିକେ ସୁସ୍ଥତା ପାଇଲା, ଉଠିକି ଚାଲି ପାରିଲା, କଥା ତ ହଉନଥିଲା, ଆଉ ନିଜେ ଘରକୁ ଗଲା। ମୁଁ ସେ ସ୍ତ୍ରୀ ଲୋକ ଜଣକୁ କହିଲି, ଭଉଣୀ ତମେ କାହିଁ ପଳେଇ ଆସିଲ? ନାଇଁ ବାବୁ, ତାକୁ ଏକଲା ଆମେ ଦବୁ ତମର ଭିତରେ। କହିଲା, ଦେଖ, ତମେ ଯଦି ବିଶ୍ୱାସ କରିବନି, ତମର ପୁଅ କେମିତି ସୁସ୍ଥ ହବ? ଏମିତି ଚାଲିଲା କେତେ ଦିନ, ଧୀରେ ଧୀରେ ସେ ସୁସ୍ଥତା ପାଇ ଆସୁଥିଲା। ହଠାତ୍ ବହୁତ ଅସୁସ୍ଥ ହେଇଗଲା, ସେ ପୁରା ସିରିୟସ କଣ୍ଡିସନ। ତାପରେ ସେତେବେଳକୁ ଆଉ ଥରେ ମତେ ଫୋନ କଲେ ଯେ, ଆଜ୍ଞା ପ୍ରାର୍ଥନା କରିଦିଅ। ମୁଁ କହିଲି, ପ୍ରାର୍ଥନା ଗୋଟେ ମନ୍ତ୍ର ନୁହେଁ ମା, ଯେ ମୁଁ ମନ୍ତ୍ର ପଢିଦେବି ତମର ପୁଅ ସୁସ୍ଥ ହବ। ତମେ ଯଦି ଯୀଶୁଙ୍କୁ ବିଶ୍ୱାସ କରିବ, ତମେ ଯଦି ଯୀଶୁଙ୍କର କଥା ମାନିବ, ତାହେଲେ ଗୋପାଳକୁ ସିଏ ସୁସ୍ଥ କରିଦେବେ। ଆଉ ଏବେ ଆଜି ହିଁ ସୁସ୍ଥ କରିବେ, କିନ୍ତୁ ଆଜିଠାରୁ ତମେ କଥା ମାନିବାକୁ ପଡିବ। ଯଦି କଥା ମାନିବ ନାହିଁ ଯୀଶୁଙ୍କର, ତାହେଲେ ଏବେ ଯେମିତି ଆଉ ଥରେ ଅସୁସ୍ଥ ହେଇଗଲା ନା, ସେମିତିକା ହେଇଯିବ। ସେତେବେଳେ ରକ୍ଷା କରିବାକୁ କେହି ନଥିବେ। ତାପରେ ସିଏ ଯେତେବେଳେ ରାଜି ହେଲେ, ମୁଁ ତାଙ୍କ ପାଇଁ ପ୍ରାର୍ଥନା କଲି। ଆଉ ସବୁଠାରୁ ଖୁସିର କଥା, ନେକ୍ସଟ ସଣ୍ଡେ ମୁଁ ଯେତେବେଳକୁ ଗଲି, ପ୍ରାର୍ଥନା ଆରମ୍ଭ ହେବା ପୂର୍ବରୁ ସେ ପୁଣି ଆସିକି ବସିଛନ୍ତି। ହାଲେଲୁୟା। ପ୍ରଭୁଙ୍କୁ ସେ ଗ୍ରହଣ କଲେ। ବାପ୍ତିସ୍ମ ହେଇନି, କିନ୍ତୁ ସେ ପ୍ରଭୁଙ୍କୁ ଗ୍ରହଣ କଲେ, ପ୍ରଭୁଙ୍କୁ ବିଶ୍ୱାସ କଲେ। ଆଉ ସେଦିନରୁ ସିଏ ପ୍ରାର୍ଥନା ଆସନ୍ତି। ମାନେ ସମୟ ଆମ ହାତରେ ସେ ଛାଡି ଦେଇଛନ୍ତି। ସେ ଆମ ଭିତରେ ସିଦ୍ଧ ହେବାକୁ ଚାହାନ୍ତି, ତାଙ୍କର ଶକ୍ତିକୁ ଆମ ଦ୍ୱାରା ସେ ଦେଖେଇବାକୁ ଚାହାନ୍ତି। କେବଳ ବୀରେନ୍ଦ୍ର ନାୟକକୁ ନୁହେଁ, ସମସ୍ତେ ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ତାଙ୍କୁ, ସେମାନଙ୍କର ଶରୀରକୁ ସେ ବ୍ୟବହାର କରିବାକୁ ଚାହାନ୍ତି, ଆପଣଙ୍କୁ ବ୍ୟବହାର କରିବାକୁ ଚାହାନ୍ତି। ୟେସ୍, ସମର୍ପିତ ହେଇଯିବା। ଆମେ ଶକ୍ତିମାନ, ସେ ସର୍ବଶକ୍ତିମାନ, ଆମେ ଶକ୍ତିମାନ। ଆଉ ତାଙ୍କର ସାହାଯ୍ୟରେ ଆମେ ସବୁ କିଛି କରିପାରିବା। ତାଙ୍କର ସାହାଯ୍ୟରେ ଅନେକ ହଜାର ଆତ୍ମାଙ୍କୁ ଆମେ ଯୀଶୁଙ୍କ ପାଖକୁ ଆଣିପାରିବା। ଆଜି ଗୋଟିଏ ପରିବାର ଉଦ୍ଧାର ପାଇଗଲା, ଯୀଶୁଙ୍କୁ ଜାଣିଲେ, ଯୀଶୁଙ୍କୁ ଗ୍ରହଣ କଲେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ମାଇଟିଲି ଆମ ସମସ୍ତଙ୍କୁ ସେ ବ୍ୟବହାର କରନ୍ତୁ। ଆସନ୍ତୁ, ଆମର ଶରୀରକୁ, ଶରୀରର ଇଚ୍ଛାକୁ ଆମେ ତାଙ୍କ ହାତରେ ସମର୍ପଣ କରିବା। ପ୍ରଭୁ ଏଇ ଛୋଟିଆ ସାକ୍ଷ୍ୟ ଦେଇ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍। ବହୁତ ବହୁତ ଧନ୍ୟବାଦ ବୀରେନ୍ଦ୍ର ଭାଇ, ସୁନ୍ଦର ସାକ୍ଷ୍ୟ ପାଇଁ, ପୁଣି ବାକ୍ୟ ପାଇଁ।